ବଙ୍ଗୋପସାଗରରେ ହଲଚଲ, ଓଡ଼ିଶା ପାଇଁ ବଡ଼ ବିପଦ। ସମୁଦ୍ରର 91 କିମି ତଳେ ଭୂକମ୍ପକୁ ନେଇ ବଢ଼ୁଛି ଭୟ। ପୁରୀ ନିକଟ ସମୁଦ୍ର ତଳେ ଫଲ୍ଟ ଲାଇନ୍ ସୃଷ୍ଟି ହୋଇଥିବା ଅନୁମାନ। ଆଗକୁ ହେଲେ ଭୟଙ୍କର ରୂପ ନେଇପାରେ ଭୂମିକମ୍ପ। ସମୁଦ୍ରରେ ଆସିପାରେ ବଡ଼ ସୁନାମି। ମଙ୍ଗଳବାର 6:10 ପୁରୀରୁ 286 କିମି ଦୂର ସମୁଦ୍ରର 91 କିମି ତଳେ ଭୂକମ୍ପ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ପରବର୍ତ୍ତୀ ଖବର, ଖସି ପଡ଼ିଲେ ସେବାୟତ। ଲିଙ୍ଗରାଜରେ ଅଘଟଣ, ମହାଦୀପ ଧରି ଚଢ଼ିବା ବେଳେ ଖସି ପଡ଼ିଲେ ସେବାୟତ। ଭୁବନେଶ୍ୱର ଶିବଧନୁରେ ପୁରା ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇ ଉଠିଥିଲା। ମହାଶିବରାତ୍ରିରେ ମହାଦୀପ ଉଠିବା ସମୟ ଉପନୀତ ହୋଇଥିଲା। ଆଉ ମହାଦୀପ ଧରି ମନ୍ଦିର ଚୂଡ଼ାରୁ ଚଢ଼ୁଥିବା ବେଳେ ଘଟିଲା ଅଘଟଣ। ତଳକୁ ଖସି ପଡ଼ିଲେ ସେବାୟତ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପରବର୍ତ୍ତୀ ଖବର, ବିଜୁଳି ଦର ୟୁନିଟ୍ ପିଛା 12 ଟଙ୍କା ବଢ଼ିବ। ଭୁବନେଶ୍ୱର ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ଟାଟା ପାୱାର ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି। ଏପରିକି ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିର୍ଦ୍ଧାରଣଠାରୁ ଅଧିକ ଅର୍ଥ ଆଦାୟ କରିଥିବା ଏହି ବିତରଣ କମ୍ପାନୀ ଆସନ୍ତା ବର୍ଷକୁ ୟୁନିଟ୍ ପିଛା 12 ଟଙ୍କା 42 ପଇସା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ଖବର, ଅଙ୍ଗନବାଡ଼ିକୁ ଅଣ୍ଡା ଦର ଚିନ୍ତା। ଭୁବନେଶ୍ୱର ଅଙ୍ଗନବାଡ଼ି ଓ ବିଦ୍ୟାଳୟଗୁଡ଼ିକରେ ଦିଆଯାଇଥିବା ପୁଷ୍ଟିକର ଖାଦ୍ୟ ପାଇଁ ସରକାର ମାଗଣାରେ ଅଣ୍ଡା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଆଗରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିବାବେଳେ ଏଥିରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବା ପାଇଁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଲାଗି ଦିଆଯାଇଥିବା ମଧ୍ୟାହ୍ନ ଭୋଜନର ଖାଦ୍ୟ ତାଲିକାରେ ସପ୍ତାହରେ ଅନ୍ୟୁନ 2 ଦିନ ଅଣ୍ଡା ଦେବାର ବ୍ୟବସ୍ଥା ଅଛି। ସେହିଭଳି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟରେ 3 ରୁ 6 ବର୍ଷ ବୟସର ପିଲା, ଗର୍ଭବତୀ ମହିଳା ଏବଂ ପୁଷ୍ଟିହୀନ ମହିଳାମାନଙ୍କୁ ମଧ୍ୟ ମାଗଣାରେ ପୁଷ୍ଟିକର ଖାଦ୍ୟ ସହ ଔଷଧ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ଖବର, ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଯୁବକ ଗିରଫ। ଚିତ୍ରକୋଣ୍ଡା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ଚିତ୍ରକୋଣ୍ଡା ଥାନା ଦିଶାରିଗୁଡ଼ା ଗ୍ରାମର ସୁଶାନ୍ତ ଖିଲ।